ଓମ୍ ଶାନ୍ତି। 28 ଡିସେମ୍ବର 2025ର ଅବ୍ୟକ୍ତ ମହାବାକ୍ୟ ପୁନରାବୃତ୍ତି 18 ମାର୍ଚ୍ଚ 2008। ମୁରଲୀର ସାରାଂଶ। କାରଣ ଶବ୍ଦକୁ ନିବାରଣରେ ପରିବର୍ତ୍ତନ କରି ମାଷ୍ଟର ମୁକ୍ତିଦାତା ହୁଅ। ସମସ୍ତଙ୍କୁ ବାବାଙ୍କର ସଙ୍ଗର ରଙ୍ଗ ଲଗାଇ ସମାନ ହେବାର ହୋଲି ପାଳନ କର। କାରଣ ଶବ୍ଦକୁ ନିବାରଣରେ ପରିବର୍ତ୍ତନ କରି ମାଷ୍ଟର ମୁକ୍ତିଦାତା ହୁଅ। ସମସ୍ତଙ୍କୁ ବାବାଙ୍କର ସଙ୍ଗର ରଙ୍ଗ ଲଗାଇ ସମାନ ହେବାର ହୋଲି ପାଳନ କର। ଆଜି ସର୍ବ ସମ୍ପତ୍ତିର ମାଲିକ ବାପ ଦାଦା ନିଜର ଚାରିଆଡ଼ର ସର୍ବ ସମ୍ପତ୍ତିରେ ସମ୍ପନ୍ନ ପିଲାମାନଙ୍କୁ ଦେଖୁଛନ୍ତି। ପ୍ରତ୍ୟେକ ସନ୍ତାନର ଭଣ୍ଡାରରେ କେତେ ସମ୍ପତ୍ତି ଜମା ଅଛି ତାକୁ ଦେଖି ହର୍ଷିତ ହେଉଛନ୍ତି। ସମ୍ପତ୍ତି ତ ସମସ୍ତଙ୍କୁ ଏକା ସମୟରେ ଏକା ଭଳି ହିଁ ମିଳିଛି। ପୁଣି ବି ଜମାର ଖାତା ସମସ୍ତଙ୍କର ଅଲଗା ଅଲଗା ଅଟେ। କିନ୍ତୁ ସମୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବାପ ଦାଦା ସବୁ ପିଲାଙ୍କୁ ସର୍ବ ସମ୍ପତ୍ତିରେ ସମ୍ପନ୍ନ ଅବସ୍ଥାରେ ଦେଖିବାକୁ ଚାହୁଁଛନ୍ତି। କାହିଁକି ନା ଏହି ସମ୍ପତ୍ତି ଗୁଡ଼ିକ କେବଳ ବର୍ତ୍ତମାନର ଗୋଟିଏ ଜନ୍ମ ପାଇଁ ନୁହେଁ। ଏହା ଅବିନାଶୀ ସମ୍ପତ୍ତି ଅଟେ, ଯାହାକି ଅନେକ ଜନ୍ମ ପର୍ଯ୍ୟନ୍ତ ସାଥିରେ ରହିବ। ତେବେ ଏହି ସମୟର ସମ୍ପତ୍ତିକୁ ତ ତୁମେ ସମସ୍ତେ ନିଶ୍ଚିତ ଜାଣିଛ। ବାପ ଦାଦା ତୁମକୁ କେଉଁ କେଉଁ ସମ୍ପତ୍ତି ସବୁ ଦେଇଛନ୍ତି, ଏକଥା କହିବା ମାତ୍ରକେ ସମସ୍ତଙ୍କ ସମ୍ମୁଖକୁ ସମ୍ପତ୍ତି ଗୁଡ଼ିକ ଆସିଯାଉଛି। ଏବେ ସମସ୍ତଙ୍କ ମନ ଭିତରେ ସମ୍ପତ୍ତିର ତାଲିକା ପ୍ରକଟ ହୋଇଗଲାଣି ନା? କାହିଁକି ନା ବାପ ଦାଦା ପୂର୍ବରୁ ମଧ୍ୟ ଶୁଣାଇ ଦେଇଛନ୍ତି ଯେ ସମ୍ପତ୍ତି ତ ମିଳୁଛି, କିନ୍ତୁ ତାକୁ ଜମା କରିବାର ବିଧି କ'ଣ? ଯିଏ ଯେତିକି ନିମିତ୍ତ ଏବଂ ନିର୍ମାଣ ହେଉଛି ସେହି ଅନୁସାରେ ତାର ସମ୍ପତ୍ତି ଜମା ହେଉଛି। ତେଣୁ ଚେକ୍ କର, ନିମିତ୍ତ ଏବଂ ନିର୍ମାଣ ହେବାର ବିଧି ଦ୍ୱାରା ମୋ ଖାତାରେ କେତେ ସମ୍ପତ୍ତି ଜମା ହୋଇଛି। ଯାହା ଖାତାରେ ଯେତିକି ସମ୍ପତ୍ତି ଜମା ହୋଇଥିବ ସେ ସେତିକି ଭରପୁର ହୋଇଥିବ। ସେମାନଙ୍କର ଚାଲିଚଳନରେ ଏବଂ ଚେହେରାରେ ଭରପୁର ଆତ୍ମାର ଆତ୍ମିକ ନିଶା ସ୍ୱତଃ ହିଁ ଦେଖାଯାଉଥିବ। ଏବଂ ଯେତିକି ଆତ୍ମିକ ନିଶା ତାଙ୍କର ଚେହେରାରେ ଚମକୁଥିବ ସେତିକି ସେ ଚିନ୍ତାମୁକ୍ତ ସମ୍ରାଟ ମଧ୍ୟ ହୋଇଥିବେ। ତେବେ ଏହି ଆତ୍ମିକ ନିଶା ବା ଆତ୍ମ ଅଭିମାନୀ ସ୍ଥିତିର ଶୁଦ୍ଧ ଅଭିମାନ ହିଁ ଚିନ୍ତାମୁକ୍ତ ସମ୍ରାଟର ଲକ୍ଷଣ ଅଟେ। ତେଣୁ ନିଜେ ନିଜକୁ ଚେକ୍ କର ଯେ ମୋର ଚେହେରାରେ ଚିନ୍ତାମୁକ୍ତ ସମ୍ରାଟର ନିଶ୍ଚୟ ଏବଂ ନିଶା ଅଛି ତ? ଦର୍ପଣ ତ ସମସ୍ତଙ୍କୁ ମିଳିଯାଇଛି ନା? ତେଣୁ ଦିଲ୍ ରୂପୀ ଦର୍ପଣରେ ନିଜର ଚେହେରାକୁ ଚେକ୍ କର। କୌଣସି ପ୍ରକାରର ଚିନ୍ତା ନାହିଁ ତ? କ'ଣ ହେବ, କିପରି ହେବ, ଏପରି ହେବ ନାହିଁ ତ? ଏହିଭଳି କୌଣସି ସଂକଳ୍ପ ରହିଯାଇ ନାହିଁ ତ? ତେବେ ଚିନ୍ତାମୁକ୍ତ ସମ୍ରାଟର ସଂକଳ୍ପ ଏହା ହିଁ ହେବ ଯେ ଯାହା ବି ହେଉଛି ତାହା ବହୁତ ଭଲ ହେଉଛି ଏବଂ ଯାହା ଆଗକୁ ହେବ ତାହା ଆହୁରି ଅଧିକ ଭଲ ହେବ। ଏହାକୁ କୁହାଯାଏ ଶୁଦ୍ଧ ଅଭିମାନ ବା ସ୍ୱମାନଧାରୀ ଆତ୍ମା। ବିନାଶୀ ଧନୀ ଲୋକମାନେ ଯେତେ ରୋଜଗାର କରୁଛନ୍ତି ସମୟ ଅନୁସାରେ ସେତେ ଅଧିକ ଚିନ୍ତାରେ ରହୁଛନ୍ତି। କିନ୍ତୁ ତୁମକୁ ଏହି ଈଶ୍ୱରୀୟ ସମ୍ପତ୍ତି ପାଇଁ କୌଣସି ଚିନ୍ତା ଅଛି କି? ଚିନ୍ତା ରହିବା ଦରକାର ନା? କାହିଁକି ନା ଯେଉଁମାନେ ଏହିସବୁ ସମ୍ପତ୍ତିର ମାଲିକ ଏବଂ ପରମାତ୍ମା ପିତାଙ୍କର ବାଳକ ଅଟନ୍ତି ସେମାନେ ସଦା ସର୍ବଦା ସ୍ୱପ୍ନରେ ମଧ୍ୟ ଚିନ୍ତାମୁକ୍ତ ସମ୍ରାଟ ଅଟନ୍ତି। କାହିଁକି ନା ତାଙ୍କର ନିଶ୍ଚୟ ରହିଛି ଯେ ଏହି ଈଶ୍ୱରୀୟ ସମ୍ପତ୍ତି ଗୁଡ଼ିକ କେବଳ ଗୋଟିଏ ଜନ୍ମ ନୁହେଁ, ଅନେକ ଜନ୍ମ ପର୍ଯ୍ୟନ୍ତ ସାଥିରେ ରହିବ। ସେଥିପାଇଁ ସେମାନେ ନିଶ୍ଚୟ ବୁଦ୍ଧି ନିଶ୍ଚିନ୍ତ ଅଟନ୍ତି। ତେବେ ଆଜି ବାପ ଦାଦା ଚାରିଆଡ଼ର ପିଲାମାନଙ୍କର ଜମା ଖାତା ଦେଖୁଥିଲେ।
ପୂର୍ବରୁ ମଧ୍ୟ ଶୁଣାଇ ସାରିଛୁ ଯେ ପିଲାମାନେ ବିଶେଷ କରି 3 ପ୍ରକାରର ଖାତା ଜମା କରିଛନ୍ତି ଏବଂ ଜମା କରିପାରିବେ। ଗୋଟିଏ ହେଲା ନିଜର ପୁରୁଷାର୍ଥ ଅନୁସାରେ ସମ୍ପତ୍ତି ଜମା କରିବା। ଦ୍ୱିତୀୟରେ ଆଶୀର୍ବାଦର ଖାତା ଏବଂ ଏହାକୁ ଜମା କରିବାର ସାଧନ ହେଲା ସର୍ବଦା ସମ୍ବନ୍ଧ ସମ୍ପର୍କରେ ଏବଂ ସେବାରେ ବ୍ୟସ୍ତ ରହୁଥିଲେ ମଧ୍ୟ ସଂକଳ୍ପ, ବାଣୀ ଏବଂ କର୍ମ ତିନୋଟି ଯାକରେ ନିଜେ ନିଜ ଉପରେ ସନ୍ତୁଷ୍ଟ ଏବଂ ଅନ୍ୟମାନେ ମଧ୍ୟ ସବୁ ସମୟରେ ସନ୍ତୁଷ୍ଟ ରହୁଥିବେ ଏବଂ ସମସ୍ତେ ସନ୍ତୁଷ୍ଟ ରହୁଥିବେ, କାରଣ ସନ୍ତୁଷ୍ଟତା ହିଁ ଆଶୀର୍ବାଦ ବା ଦୁଆର ଖାତାକୁ ବଢ଼ାଇଥାଏ। ଏବଂ ତୃତୀୟ ଖାତା ହେଲା ପୁଣ୍ୟର ଖାତା। ପୁଣ୍ୟର ଖାତା ଜମା କରିବାର ସାଧନ ହେଲା ଯାହା ବି ସେବା କରୁଛ, ଚାହେଁ ମନ ଦ୍ୱାରା, ଚାହେଁ ବାଣୀ ଦ୍ୱାରା, ଚାହେଁ କର୍ମ ଦ୍ୱାରା, ଚାହେଁ ସମ୍ବନ୍ଧ ସମ୍ପର୍କରେ ଆସିବାରେ ସର୍ବଦା ନିଃସ୍ୱାର୍ଥ ଏବଂ ବେହଦର ବୃତ୍ତି, ବେହଦର ସ୍ୱଭାବ, ବେହଦର ଭାବ ଏବଂ ଭାବନାର ସହିତ ସେବା କରିବା, ଯାହାଦ୍ୱାରା ପୁଣ୍ୟର ଖାତା ସ୍ୱତଃ ହିଁ ଜମା ହୋଇଥାଏ। ତେଣୁ ଚେକ୍ କର। ଚେକ୍ କରିବା ତ ଜଣା ଅଛି ନା? ଜାଣିଛ ତ? ଯାହାକୁ ଜଣା ନାହିଁ ସେମାନେ ହାତ ଉଠାଅ। ଯାହାକୁ ଜଣା ନାହିଁ, ଯଦି ସେଭଳି କେହି ନାହାନ୍ତି, ତେବେ ସମସ୍ତଙ୍କୁ ଜଣା ଅଛି। ତେଣୁ କେବେ ଚେକ୍ କରିଛ? ସ୍ୱପୁରୁଷାର୍ଥର ଖାତା, ଦୁଆର ଖାତା ଏବଂ ପୁଣ୍ୟର ଖାତା ତିନୋଟି ଯାକ ଶତକଡ଼ା କେତେ ହିସାବରେ ଜମା ଅଛି? କେବେ ଚେକ୍ କରିଛ? ଯେଉଁମାନେ ଚେକ୍ କରିଛନ୍ତି ସେମାନେ ହାତ ଉଠାଅ। କ'ଣ ଚେକ୍ କରୁଛ ତ? କ'ଣ ପ୍ରଥମ ଧାଡ଼ିବାଲା କରୁନାହାନ୍ତି? ଚେକ୍ କରୁନାହଁ? କ'ଣ କହୁଛ? କରୁଛ ନା? କାହିଁକି ନା ବାପଦାଦା ତ ଶୁଣାଇ ଦେଇଛନ୍ତି, ସଂକେତ ମଧ୍ୟ ଦେଇଛନ୍ତି ଯେ ଏବେ ସମୟର ସମୀପତା ତୀବ୍ର ଗତିରେ ଆଗକୁ ବଢ଼ି ଚାଲିଛି। ସେଥିପାଇଁ ନିଜର ଚେକିଂ ବାରମ୍ବାର କରିବାର ଅଛି। କାହିଁକି ନା ବାପଦାଦା ପ୍ରତ୍ୟେକ ସନ୍ତାନକୁ ରାଜଯୋଗୀ ତଥା ରାଜା ସନ୍ତାନ ରୂପରେ ଦେଖିବାକୁ ଚାହୁଁଛନ୍ତି ଏବଂ ପରମାତ୍ମା ପିତାଙ୍କ ଭିତରେ ଏହି ନିଶା ରହିଛି ଯେ ମୋର ପ୍ରତ୍ୟେକ ସନ୍ତାନ ରାଜା ଅଟେ। ସ୍ୱରାଜ୍ୟ ଅଧିକାରୀ ତଥା ବିଶ୍ୱରାଜ୍ୟ ଅଧିକାରୀ ପରମାତ୍ମା ସନ୍ତାନ ଅଟେ। ତେବେ ସମ୍ପତ୍ତି ଗୁଡ଼ିକ ତ ବାପଦାଦାଙ୍କ ଦ୍ୱାରା ସବୁବେଳେ ମିଳି ଚାଲିଛି, କିନ୍ତୁ ଏହି ସବୁ ସମ୍ପତ୍ତି ଗୁଡ଼ିକୁ ଜମା କରିବାର ବହୁତ ସହଜ ବିଧି ହେଲା। ବିଧି କୁହ ବା ଚାବି କୁହ, ତାହା ଜାଣିଛ ତ? ଜମା କରିବାର ଚାବି କ'ଣ ଜାଣିଛ? କେବଳ 3ଟି ବିନ୍ଦୁ। ଅଛି ନା ସମସ୍ତଙ୍କ ପାଖରେ ଚାବି? 3ଟି ବିନ୍ଦୁ ଲଗାଅ ଏବଂ ସମ୍ପତ୍ତି ଜମା କରିଚାଲ। କ'ଣ ମାତାମାନଙ୍କୁ ଚାବି ଲଗାଇବା ଜଣାଅଛି ତ? ମାତାମାନେ ଚାବିକୁ ଯତ୍ନ ସହକାରେ ରଖିବାରେ ବୁଦ୍ଧିମାନ ଅଟନ୍ତି ନା? ତେଣୁ ସବୁ ମାତାମାନେ ଏହି 3ଟି ବିନ୍ଦୁର ଚାବିକୁ ଭଲ ଭାବରେ ସାଇତି ରଖିଛ ତ? କେବେ ଚାବି ଲଗାଇଛ? ମାତାମାନେ କୁହ, ଚାବି ଅଛି ତ? ଏମିତି ବି ଘରର ସବୁ ଜିନିଷର ଚାବିକୁ ସମ୍ଭାଳି ରଖିବା ମାତାମାନଙ୍କୁ ବହୁତ ଭଲ ଭାବରେ ଜଣାଅଛି। ତେଣୁ ଏହି ଚାବି ମଧ୍ୟ ସବୁବେଳେ ସାଥିରେ ଅଛି ତ? ତେବେ ବର୍ତ୍ତମାନ ସମୟରେ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ଏବେ ଅନ୍ତିମ ସମୟ ପାଖେଇ ଆସୁଥିବା କାରଣରୁ ବାପଦାଦା ଗୋଟିଏ ଶବ୍ଦକୁ ସବୁ ପିଲାଙ୍କ ଭିତରୁ ସଂକଳ୍ପରେ, ବାଣୀରେ ଏବଂ ବାସ୍ତବିକ କର୍ମରେ ପରିବର୍ତ୍ତନ କରିବାର ଦେଖିବାକୁ ଚାହୁଁଛନ୍ତି। ସାହସ ଅଛି ତ? ଏହି ଗୋଟିଏ ଶବ୍ଦ ଯାହାକୁ ବାପଦାଦା ପ୍ରତ୍ୟେକ ସନ୍ତାନ ଦ୍ୱାରା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ଯାହାକି ଏହି ଗୋଟିଏ ଶବ୍ଦ ବାରମ୍ବାର ପିଲାମାନଙ୍କୁ ତୀବ୍ର ପୁରୁଷାର୍ଥୀରୁ ଅବହେଳା ପୁରୁଷାର୍ଥୀ କରିଦେଉଛି। କିନ୍ତୁ ଏବେ ସମୟ ଅନୁସାରେ କେଉଁଭଳି ପୁରୁଷାର୍ଥ ହେବା ଦରକାର? ତୀବ୍ର ପୁରୁଷାର୍ଥ। ସମସ୍ତେ ମଧ୍ୟ ଚାହୁଁଛନ୍ତି ଯେ ଆମେ କିପରି ତୀବ୍ର ପୁରୁଷାର୍ଥୀଙ୍କ ଶ୍ରେଣୀରେ ଆସିବୁ, କିନ୍ତୁ କେହି ଗୋଟିଏ ଶବ୍ଦ ଏଥିରେ ଅବହେଳା କରାଇ ଦେଉଛନ୍ତି। ଜାଣିଛ ସେହି ଶବ୍ଦଟି କ'ଣ?
ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ଅଛ ତ? ଅଛ ତ? ହାତ ଉଠାଅ। ପ୍ରସ୍ତୁତ ଅଛ ତ? ଦେଖ, ତୁମମାନଙ୍କର ଫଟୋ ଟିଭିରେ ଆସୁଛି। ପ୍ରସ୍ତୁତ ଅଛ ତ? ଆଚ୍ଛା, ଅଭିନନ୍ଦନ। ଆଚ୍ଛା, ତୀବ୍ର ପୁରୁଷାର୍ଥ କରି ପରିବର୍ତ୍ତନ କରିବ ନା କହିବ, କରିଦେବି, ଦେଖିବି, ଏହିଭଳି କହିବ ନାହିଁ ତ? ସେହି ଶବ୍ଦକୁ ତ ଜାଣିସାରିବଣି, କାହିଁକି ନା ସମସ୍ତେ ବୁଦ୍ଧିମାନ ତ ଅଟନା। ତେବେ ସେହି ଗୋଟିଏ ଶବ୍ଦ ହେଲା କାରଣ ଶବ୍ଦକୁ ପରିବର୍ତ୍ତନ କରି ନିବାରଣ ଶବ୍ଦକୁ ସାମ୍ନାକୁ ଆଣ। କାରଣକୁ ସାମ୍ନାକୁ ଆଣିବା ଦ୍ୱାରା ବା କାରଣକୁ ଚିନ୍ତା କରିବା ଦ୍ୱାରା ନିବାରଣ ହେଉନାହିଁ। ତେଣୁ ବାପଦାଦା କେବଳ କହିବା ପର୍ଯ୍ୟନ୍ତ ନୁହେଁ, କିନ୍ତୁ ସଂକଳ୍ପରେ ମଧ୍ୟ ଏହି କାରଣ ଶବ୍ଦକୁ ନିବାରଣରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। କାହିଁକି ନା କାରଣ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ଏବଂ ସେହି କାରଣ ଶବ୍ଦକୁ ଭାବିବାରେ, କହିବାରେ, କର୍ମ କରିବାରେ, ଆସିବାରେ ତାହା ତୀବ୍ର ପୁରୁଷାର୍ଥୀ ହେବାରେ ବନ୍ଧନ ସୃଷ୍ଟି କରିଥାଏ। କାହିଁକି ନା ତୁମ ସମସ୍ତଙ୍କର ବାପଦାଦାଙ୍କ ସହିତ ପ୍ରତିଜ୍ଞା ରହିଛି। ସ୍ନେହର ସହିତ ପ୍ରତିଜ୍ଞା କରିଛ ଯେ ଆମେ ସମସ୍ତେ ବାବାଙ୍କର ଏହି ବିଶ୍ୱ ପରିବର୍ତ୍ତନ କାର୍ଯ୍ୟରେ ସାଥୀ ଅଟୁ। ତେଣୁ ତୁମେ ସମସ୍ତେ ବାବାଙ୍କର ସାଥୀ ଅଟ। ବାବା ଏକୁଟିଆ କିଛି କରୁନାହାନ୍ତି, ପିଲାମାନଙ୍କୁ ମଧ୍ୟ ସାଥିରେ ରଖିଛନ୍ତି। ତେଣୁ ବିଶ୍ୱ ପରିବର୍ତ୍ତନ କାର୍ଯ୍ୟରେ ତୁମମାନଙ୍କର କାର୍ଯ୍ୟ କ'ଣ? ସର୍ବ ଆତ୍ମାଙ୍କର କାରଣକୁ ମଧ୍ୟ ନିବାରଣ କରିବା। କାହିଁକି ନା ଆଜିକାଲି ଅଧିକାଂଶ ଆତ୍ମା ଦୁଃଖୀ ଏବଂ ଅଶାନ୍ତ ରହୁଥିବା କାରଣରୁ ସମସ୍ତେ ଏବେ ମୁକ୍ତି ଚାହୁଁଛନ୍ତି। ଦୁଃଖ, ଅଶାନ୍ତିରୁ ଏବଂ ସର୍ବ ବନ୍ଧନରୁ ମୁକ୍ତି ଚାହୁଁଛନ୍ତି। କିନ୍ତୁ ସେମାନଙ୍କର ମୁକ୍ତିଦାତା କିଏ? ବାବାଙ୍କ ସହିତ ତୁମେ ପିଲାମାନେ ମଧ୍ୟ ମୁକ୍ତିଦାତା ଅଟ। ତୁମମାନଙ୍କର ଜଡ଼ଚିତ୍ର ନିକଟରେ ଆଜି ପର୍ଯ୍ୟନ୍ତ ଭକ୍ତମାନେ କ'ଣ ମାଗୁଛନ୍ତି? ଏବେ ଦୁନିଆରେ ଦୁଃଖ ଅଶାନ୍ତି ବଢ଼ି ଚାଲିଥିବାର ଦେଖି ଅଧିକାଂଶ ଆତ୍ମା ତୁମ ମୁକ୍ତିଦାତା ଆତ୍ମାମାନଙ୍କୁ ଅଧିକ ମନେ ପକାଉଛନ୍ତି। ସେମାନଙ୍କର ମନ ଦୁଃଖୀ ହେବା କାରଣରୁ ଚିତ୍କାର କରୁଛନ୍ତି, ହେ ମୁକ୍ତିଦାତା, ଆମକୁ ମୁକ୍ତି ଦିଅ। କ'ଣ ତୁମମାନଙ୍କୁ ଆତ୍ମାମାନଙ୍କର ଦୁଃଖ ଅଶାନ୍ତିର ଡାକରା ଶୁଭୁନାହିଁ? ତେଣୁ ମୁକ୍ତିଦାତା ହୋଇ ପ୍ରଥମେ ଏହି କାରଣ ଶବ୍ଦକୁ ମୁକ୍ତ କର। ତାହା ହେଲେ ସେମାନଙ୍କର ମୁକ୍ତିର ଡାକରା ଆପେ ଆପେ ତୁମମାନଙ୍କ କାନରେ ଗୁଞ୍ଜରିତ ହେବ। ପ୍ରଥମେ ଯଦି ନିଜେ ଏହି ଶବ୍ଦଠାରୁ ମୁକ୍ତ ହେବ, ତାହା ହେଲେ ଅନ୍ୟମାନଙ୍କୁ ମଧ୍ୟ ମୁକ୍ତ କରିପାରିବ। ଏବେ ତ ଦିନକୁ ଦିନ ତୁମମାନଙ୍କ ସମ୍ମୁଖରେ ହେ ମୁକ୍ତିଦାତା, ଆମକୁ ମୁକ୍ତି ଦିଅ, ଏହାର ଲମ୍ବା ଧାଡ଼ି ଲାଗିବାକୁ ଯାଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ନିଜର ପୁରୁଷାର୍ଥରେ ଭିନ୍ନ ଭିନ୍ନ କାରଣ ଶବ୍ଦ କାରଣରୁ ମୁକ୍ତିର ଫାଟକ ବନ୍ଦ ରହିଛି। ସେଥିପାଇଁ ଆଜି ବାପଦାଦା ଏହି ଶବ୍ଦଠାରୁ ସମସ୍ତଙ୍କୁ ମୁକ୍ତ କରିବା ପାଇଁ ଚାହୁଁଛନ୍ତି। ଏମିତି ତ ଏହା ସହିତ ଆହୁରି ମଧ୍ୟ ଅନେକ କେତେକ ଦୁର୍ବଳତାର ଶବ୍ଦ ରହିଛି। ସେଥିମଧ୍ୟରୁ ବିଶେଷ ହେଲା କାରଣ ଶବ୍ଦ ଏବଂ ତା ସାଥୀ ଶବ୍ଦ ଗୁଡ଼ିକ ହେଲା ଏମିତି, ସେମିତି, କେମିତି, ଯେଉଁମାନେ କି ମୁକ୍ତିର ଫାଟକକୁ ବନ୍ଦ ରଖିବାର କାରଣ ଅଟନ୍ତି। ତେବେ ଆଜି ସମସ୍ତେ ହୋଲି ପାଳନ କରିବା ପାଇଁ ଆସିଛ ନା? ସମସ୍ତେ ଦୌଡ଼ି ଦୌଡ଼ି ଆସିଛ। ସ୍ନେହରୂପୀ ବିମାନରେ ବସି ଆସିଛ। ଯେହେତୁ ବାବାଙ୍କ ସହିତ ସ୍ନେହ ରହିଛି, ତେଣୁ ବାବାଙ୍କ ସହିତ ହୋଲି ପାଳନ କରିବା ପାଇଁ ପହଞ୍ଚି ଯାଇଛ। ଆସିଛ, ଭଲ କରିଛ। ସେଥିପାଇଁ ବାପଦାଦା ତୁମମାନଙ୍କୁ ଅଭିନନ୍ଦନ ଦେଉଛନ୍ତି। ବାପଦାଦା ଦେଖୁଛନ୍ତି, ହୁଇଲ ଚେୟାରରେ ଚାଲିବା ବାଲା ମଧ୍ୟ କିଛି ନା କିଛି ଶାରୀରିକ ଅସୁବିଧା ଥିଲେ ମଧ୍ୟ ସାହସ ରଖି ପହଞ୍ଚି ଯାଇଛନ୍ତି। ବାପଦାଦା ଏହି ଦୃଶ୍ୟକୁ ମଧ୍ୟ ଦେଖୁଛନ୍ତି। ଏଠାକୁ କ୍ଲାସ୍ କରିବା ପାଇଁ ଆସୁଛନ୍ତି ନା? କୌଣସି କାର୍ଯ୍ୟକ୍ରମ ଦେଖିବା ପାଇଁ ଯେତେବେଳେ ଆସୁଛନ୍ତି, ହୁଇଲ ଚେୟାରରେ ବସି ନିଜର ପଣ୍ଡାକୁ ଅର୍ଥାତ୍ ନିମିତ୍ତ ଟିଚରମାନଙ୍କୁ ଧରି ଆସିଯାଉଛନ୍ତି। ତେବେ ଏହାକୁ କ'ଣ କୁହାଯିବ? ପରମାତ୍ମ ସ୍ନେହ। ବାପଦାଦା ମଧ୍ୟ ଏହିଭଳି ସାହସୀ, ଆନ୍ତରିକ ସ୍ନେହୀ ପିଲାମାନଙ୍କୁ ବହୁତ ବହୁତ ଆନ୍ତରିକ ଆଶୀର୍ବାଦ, ଆନ୍ତରିକ ସ୍ନେହ ବିଶେଷ ଭାବରେ ଦେଉଛନ୍ତି। ବହୁତ ସାହସ ରଖି ଆସିଛନ୍ତି।
ବାବାଙ୍କର ଏବଂ ପରିବାରର ସହଯୋଗ ତ ନିଶ୍ଚିତ ରହିଛି। କ'ଣ ସମସ୍ତଙ୍କୁ ଠିକ୍ ଭାବରେ ସ୍ଥାନ ମିଳିଛି ତ? ଯେଉଁମାନଙ୍କୁ ସ୍ଥାନ ଠିକ୍ ମିଳିଛି ସେମାନେ ହାତ ଉଠାଅ। ବିଦେଶୀମାନଙ୍କୁ ରହିବାର ସ୍ଥାନ ଠିକ୍ ମିଳିଛି ତ? ଏହା ତ ମେଳା ଅଟେ ନା? ଦୁନିଆର ମେଳାମାନଙ୍କରେ ତ ଧୂଳି ଉଡ଼ୁଥିବା, ସେଥିରେ ମଧ୍ୟ ଖାଇବା ପିଇବା ଚାଲିଥିବ। ତୁମମାନଙ୍କୁ ତ ଭଲ ବ୍ରହ୍ମାଭୋଜନ ମିଳୁଛି ନା? ଆଚ୍ଛା, ହାତ ହଲାଉଛନ୍ତି। ଶୋଇବା ପାଇଁ 3 ପାଦ ପୃଥିବୀ ମିଳିଛି ତ? ଏଭଳି ମିଳନ ପୁଣି 5000 ବର୍ଷ ପରେ ଏହି ସଙ୍ଗମ ଯୁଗରେ ହିଁ ହେବ, ଆଉ ମଝିରେ କେବେ ବି ହୋଇପାରିବ ନାହିଁ। ତେଣୁ ଆଜି ବାପ ଦାଦାଙ୍କ ଭିତରେ ସଂକଳ୍ପ ଅଛି ଯେ ସବୁ ପିଲାଙ୍କର ଜମାର ଖାତାକୁ ଦେଖିବା ପାଇଁ। ଦେଖିଛନ୍ତି ମଧ୍ୟ ଏବଂ ଆଗକୁ ମଧ୍ୟ ଦେଖିବେ। କାହିଁକି ନା ବାପ ଦାଦା ପିଲାମାନଙ୍କୁ ପ୍ରଥମରୁ ହିଁ ଏହି ସୂଚନା ଦେଇସାରିଛନ୍ତି ଯେ ଜମାର ଖାତାକୁ ଜମା କରିବାର ସମୟ କେବଳ ଏହି ସଙ୍ଗମ ଯୁଗ ହିଁ ଅଟେ। ଏହି ସଙ୍ଗମ ଯୁଗରେ ଏବେ ଯେତେ ବି ଜମା କରିବା ପାଇଁ ଚାହିଁବ, ସାରା କଳ୍ପର ଖାତା ଏବେ ହିଁ ଜମା କରିପାରିବ। ଏହାପରେ ଜମା ଖାତାର ବ୍ୟାଙ୍କ ହିଁ ବନ୍ଦ ହୋଇଯିବ। ତାପରେ କ'ଣ କରିବ? ସେଥିପାଇଁ ବାପ ଦାଦାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ଅଛି ନା? ତେଣୁ ବାପ ଦାଦା ଜାଣିଛନ୍ତି ଯେ ପିଲାମାନେ ଅବହେଳା ପଣିଆ କାରଣରୁ କେବେ ଭୁଲି ଯାଇଛନ୍ତି। କେବେ କହୁଛନ୍ତି ହୋଇଯିବ, ଦେଖିନେବୁ, କରୁଛୁ ତ, ଚାଲୁଛୁ, ଏହିଭଳି ବଡ଼ ମଜାରେ କହୁଛନ୍ତି। ଆପଣ ତ ଦେଖୁଛନ୍ତି ନା, ଆମେ ତ କରୁଛୁ ନା? ହଁ, ଚାଲୁଛୁ ତ, ଆଉ କ'ଣ କରିବୁ? କିନ୍ତୁ ଚାଲିବାରେ ଆଉ ଉଡ଼ିବାରେ ଫରକ କେତେ? ଚାଲୁଛ, ସେଥିପାଇଁ ଅଭିନନ୍ଦନ। କିନ୍ତୁ ଏବେ ଚାଲିବାର ସମୟ ସମାପ୍ତ ହୋଇ ଉଡ଼ିବାର ସମୟ ଆସିଗଲାଣି। ତେଣୁ ଏବେ ଯଦି ଉଡ଼ିବାର ପୁରୁଷାର୍ଥ କରିବ, ତେବେ ଯାଇ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ। ତେବେ ଭଗବାନଙ୍କର ସନ୍ତାନ ହୋଇ ଯଦି ସାଧାରଣ ପ୍ରଜାରେ ଆସିବ, ତେବେ କ'ଣ ଶୋଭା ପାଇବ? ଆଜି ସମସ୍ତେ ହୋଲି ପାଳନ କରିବା ପାଇଁ ଆସିଛ ନା? ତେଣୁ ହୋଲିର ଅର୍ଥ ହେଲା ଯାହା ବିତି ଯାଇଛି ତାକୁ ବିନ୍ଦି ଲଗାଇ ଦିଅ। ତେଣୁ ଆଜିଠାରୁ ବାପ ଦାଦା ଏହି କଥା ଚାହୁଁଛନ୍ତି ଯେ ଯାହା ବିତିଗଲା ତାକୁ ଭୁଲିଯାଅ। କୌଣସି ବି କାରଣରୁ ଯଦି ଏବେ କୌଣସି ଦୁର୍ବଳତା ରହିଯାଇଛି, ତେବେ ଏହି ମୁହୂର୍ତ୍ତରେ ହିଁ ବିତିକୁ ବିତି କରି ନିଜର ଚିତ୍ରକୁ ସ୍ମୃତିକୁ ଆଣ। ନିଜର ଚିତ୍ରକାର ହୋଇ ନିଜର ଚିତ୍ର ତିଆରି କର। ଜାଣିଛ, ବାପ ଦାଦା ଏବେ ବି ପ୍ରତ୍ୟେକ ପିଲାଙ୍କର କେଉଁ ଚିତ୍ରକୁ ସମ୍ମୁଖରେ ଦେଖୁଛନ୍ତି? ଜାଣିଛ କେଉଁ ଚିତ୍ର? ଏବେ ତୁମେ ସମସ୍ତେ ନିଜର ଚିତ୍ର ତିଆରି କର। ଚିତ୍ର ତିଆରି କରିବା ଜଣାଅଛି ତ? ଜାଣିଛ ତ? ଶ୍ରେଷ୍ଠ ସଂକଳ୍ପର କଲମ ଦ୍ୱାରା ନିଜର ଚିତ୍ରକୁ ଏବେ ସମ୍ମୁଖକୁ ଆଣ। ପ୍ରଥମେ ସମସ୍ତେ ଡ୍ରିଲ୍ କର, ମନର ଡ୍ରିଲ୍। କର୍ମେନ୍ଦ୍ରିୟର ଡ୍ରିଲ୍ ନୁହେଁ, ମନର ଡ୍ରିଲ୍ କର। ଡ୍ରିଲ୍ କରିବା ପାଇଁ ପ୍ରସ୍ତୁତ ଅଛ ତ? ମୁଣ୍ଡ ହଲାଅ। ଦେଖ, ଶ୍ରେଷ୍ଠରୁ ଶ୍ରେଷ୍ଠ ଚିତ୍ର ହେଲା ମୁକୁଟ, ତିଳକ ଏବଂ ସିଂହାସନ ଅଧିକାରୀ ହେବାର ଚିତ୍ର। ତେଣୁ ନିଜର ଚିତ୍ରକୁ ସମ୍ମୁଖକୁ ଆଣ ଏବଂ ଅନ୍ୟ ସବୁ ସଂକଳ୍ପକୁ ଆଡ଼େଇ ଦିଅ ଏବଂ ଦେଖ, ତୁମେ ସମସ୍ତେ ବାପ ଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ଅଟ ନା? ଏଭଳି ସିଂହାସନ ତ କେଉଁଠି ବି ମିଳିବ ନାହିଁ। ତେଣୁ ପ୍ରଥମେ ଏହି ଚିତ୍ର ଅଙ୍କନ କର ଯେ ମୁଁ ବିଶେଷ ଆତ୍ମା, ସୋମାନଧାରୀ ଆତ୍ମା, ବାପ ଦାଦାଙ୍କର ପ୍ରଥମ ରଚନା, ଶ୍ରେଷ୍ଠ ଆତ୍ମା, ବାପ ଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ଅଟେ। କ'ଣ ସିଂହାସନ ଅଧିକାରୀ ହୋଇଗଲ ତ? ଏହା ସହିତ ମୁଁ ପରମାତ୍ମାଙ୍କର ରଚନା, ସୃଷ୍ଟି ରୂପୀ ବୃକ୍ଷର ମୂଳରେ ବସିଥିବା ପୂର୍ବଜ ଏବଂ ପୂଜ୍ୟ ଆତ୍ମା ଅଟେ ଏବଂ ଏହି ସ୍ମୃତିର ତିଳକଧାରୀ ଅଟେ। ଏବେ ସ୍ମୃତି ରୂପୀ ତିଳକ ଲଗାଇଦେଲ ତ? ତା ସହିତ ଚିନ୍ତାମୁକ୍ତ ସମ୍ରାଟ ମଧ୍ୟ ଅଟ। ସମସ୍ତ ଚିନ୍ତାରୂପକ ବୋଝକୁ ବାପ ଦାଦାଙ୍କୁ ଅର୍ପଣ କରି ଡବଲ ଡାଇଟିର ମୁକୁଟଧାରୀ ଅଟେ। ତେଣୁ ମୁକୁଟ, ତିଳକ ଏବଂ ସିଂହାସନଧାରୀ ଏହିଭଳି ବାବାଙ୍କର ଅର୍ଥାତ୍ ପରମାତ୍ମାଙ୍କର ପ୍ରିୟ ଆତ୍ମା ଅଟେ। ତେବେ ନିଜେ ନିଜର ଏହିଭଳି ଚିତ୍ର ତ ଆଙ୍କିଦେଲ। ଏବେ ଚାଲିଲା ବୁଲିଲା ବେଳେ
ସବୁବେଳେ ଏହି ଡବଲ ଲାଇଟର ମୁକୁଟକୁ ଧାରଣ କରିପାରିବ। କେବେ ବି ନିଜର ସୋମାନକୁ ମନେ ପକାଅ, ମୁଁ ମୁକୁଟଧାରୀ, ତିଳକଧାରୀ ତଥା ସିଂହାସନ ଅଧିକାରୀ ଆତ୍ମା ଅଟେ। ନିଜର ଏହି ଚିତ୍ରକୁ ଦୃଢ଼ ସଂକଳ୍ପ ଦ୍ୱାରା ସମ୍ମୁଖକୁ ଆଣ। ମନେ ଅଛି ତ, ଆରମ୍ଭ ସମୟରେ ତୁମେମାନେ ଗୋଟିଏ ଶବ୍ଦକୁ ସ୍ମୃତିରେ ରଖିବା ପାଇଁ ବାରମ୍ବାର ଅଭ୍ୟାସ କରୁଥିଲ। ସେହି ଗୋଟିଏ ଶବ୍ଦ ଥିଲା ମୁଁ କିଏ। ଏହି ମୁଁ କିଏ ଶବ୍ଦକୁ ଏବେ ବାରମ୍ବାର ସ୍ମୃତିକୁ ଆଣ ଏବଂ ନିଜର ଭିନ୍ନ ଭିନ୍ନ ସୋମାନଙ୍କୁ, ଉପାଧିଗୁଡ଼ିକୁ ମଧ୍ୟ ମନେ ପକାଅ, ଯାହାକି ତୁମମାନଙ୍କୁ ଭଗବାନ ପିତାଙ୍କ ଠାରୁ ମିଳିଥିବା ଉପାଧି ଅଟେ। ଆଜିକାଲି ଲୋକମାନଙ୍କୁ ବା ମଣିଷକୁ ମଣିଷ ଦ୍ୱାରା ଯଦି କୌଣସି ଉପାଧି ମିଳିଯାଉଛି, ତେବେ ବି ତାକୁ କେତେ ମହତ୍ତ୍ୱ ମନେ କରୁଛନ୍ତି। କିନ୍ତୁ ତୁମମାନଙ୍କୁ ବାବାଙ୍କ ଦ୍ୱାରା କେତେ ଉପାଧି ମିଳିଛି, କେତେ ସୋମାନ ମିଳିଛି। ତେଣୁ ସର୍ବଦା ନିଜର ବୁଦ୍ଧିରେ ସେହି ସୋମାନ ଗୁଡ଼ିକର ତାଲିକାକୁ ମନନ ଚିନ୍ତନ କରୁଥାଅ। ମୁଁ କିଏ, ଏହାର ତାଲିକା ବାହାର କର। ଯଦି ସର୍ବଦା ଏହି ନିଶାରେ ରହିବ, ତେବେ କାରଣ ଶବ୍ଦ ସମାପ୍ତ ହୋଇ ସବୁ କର୍ମରେ ନିବାରଣ ଦେଖାଯିବ। ଯେତେବେଳେ ତୁମେମାନେ ନିବାରଣ ସ୍ୱରୂପ ହୋଇଯିବ, ସେତେବେଳେ ସର୍ବ ଆତ୍ମାକୁ ନିର୍ବାଣ ଧାମ, ମୁକ୍ତିଧାମକୁ ସହଜରେ ଯିବାର ରାସ୍ତା ଦେଖାଇ ମୁକ୍ତ କରିଦେବ। ତେଣୁ ଏବେ ଦୃଢ଼ ସଂକଳ୍ପ କର। କ'ଣ ଦୃଢ଼ ସଂକଳ୍ପ କରିବା ଜଣାଅଛି ତ? ଯେତେବେଳେ ନିଜ ଭିତରେ ଦୃଢ଼ତା ଆସିଯାଏ, ସେତେବେଳେ ଦୃଢ଼ତା ହିଁ ସଫଳତାର ଚାବି ହୋଇଯାଏ। ତେଣୁ ଟିକିଏ ବି ଦୃଢ଼ ସଂକଳ୍ପରେ କମି ଆଣ ନାହିଁ। କାହିଁକି ନା ମାୟାର କାମ ହେଲା ହରାଇବା, କିନ୍ତୁ ତୁମର କାମ କ'ଣ? ତୁମର କାମ ହେଲା ବାବାଙ୍କର ଗଳାର ହାର ହେବା, ନୁହେଁ କି ମାୟାଠାରୁ ହାରିବା। ତେଣୁ ସମସ୍ତେ ଏହି ଦୃଢ଼ ସଂକଳ୍ପ କର ଯେ ମୁଁ ସର୍ବଦା ବାବାଙ୍କର ଗଳାର ବିଜୟମାଳା ଅଟେ, ଗଳାର ହାର ଅଟେ। ଗଳାର ହାର ଅର୍ଥାତ୍ ବିଜୟୀ ହାର ଅଟେ। ତେଣୁ ବାପ ଦାଦା ଯେତେବେଳେ ହାତ ଉଠା କରାଉଛନ୍ତି ଯେ ତୁମେମାନେ କ'ଣ ହେବ, ସମସ୍ତେ କ'ଣ ଉତ୍ତର ଦେଉଛ? ଗୋଟିଏ ହିଁ ଉତ୍ତର ଦେଉଛ, ଆମେ ଲକ୍ଷ୍ମୀ ନାରାୟଣ ହେବୁ, ରାମ ସୀତା ନୁହେଁ। ତେବେ ଲକ୍ଷ୍ମୀ ନାରାୟଣ ପଦର ଅଧିକାରୀ, ବାପଦାଦାଙ୍କର ବିଜୟମାଳାର ଦାନା ମୁଁ ପୂଜ୍ୟ ଆତ୍ମା ଅଟେ। ଭକ୍ତମାନେ ତୁମର ମାଳାର ଦାନାକୁ ଜପ କରି କରି ନିଜର ସମସ୍ୟାଗୁଡ଼ିକୁ ସମାପ୍ତ କରୁଛନ୍ତି। ଏତେ ଶ୍ରେଷ୍ଠ ଦାନା ଅଟ। ତେଣୁ ଆଜି ବାପଦାଦାଙ୍କୁ କ'ଣ ଦେବ? ହୋଲିର କୌଣସି ଉପହାର ତ ଦେବ ନା। ଏହି କାରଣ ଶବ୍ଦକୁ ଦିଅ ଏବଂ ତକୁ ମଧ୍ୟ ଦିଅ। ଯଦି ସବୁଥିରେ ତ କରିବ, ତେବେ ତୋ ଅର୍ଥାତ୍ ସୁଆ ହୋଇଯିବ। ତେଣୁ ତ ମଧ୍ୟ କରିବ ନାହିଁ। ଏମିତି ସେମିତି ବି ନୁହେଁ, କୌଣସି ପ୍ରକାରର କାରଣ ନାହିଁ ନିବାରଣ। ଆଚ୍ଛା, ବାପ ଦାଦା ପ୍ରତ୍ୟେକ ସନ୍ତାନକୁ ସମାନ ହେବାର ଶ୍ରେଷ୍ଠ ସଂକଳ୍ପ ପାଇଁ ପଦ୍ମା ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି। ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ। ନିଶା ଅଛି ନା? ଆମ ଭଳି ପଦ୍ମା ପଦ୍ମ ଭାଗ୍ୟବାନ କିଏ ଅଛି? ଏହି ନିଶାରେ ରୁହ। ଆଚ୍ଛା, ଏବେ ଗୋଟିଏ ସେକେଣ୍ଡ ଭିତରେ ସବୁ ବ୍ରାହ୍ମଣମାନେ ନିଜର ରାଜଯୋଗର ଅଭ୍ୟାସ କର। ମନକୁ ଏକାଗ୍ର କରିବା ସହିତ ମନର ମାଲିକ ହୋଇ ଯେଉଁଠି ଚାହିଁବ, ଯେତେ ସମୟ ଚାହିଁବ, ଯେପରି ଚାହିଁବ, ସେହିପରି ଏବେ ମନକୁ ଏକାଗ୍ର କରିଦିଅ। ମନ କେଉଁଠି ବି ଏଣେତେଣେ ଚଞ୍ଚଳ ନ ହେଉ। ମେରା ବାବା, ମିଠା ବାବା, ପ୍ୟାରା ବାବା, ଏହିଭଳି ସ୍ନେହଯୁକ୍ତ ସଙ୍ଗର ରଙ୍ଗରେ ଆଧ୍ୟାତ୍ମିକ ହୋଲି ପାଳନ କର। ଡ୍ରିଲ୍। ଆଚ୍ଛା, ଚାରିଆଡ଼ର ବିଶେଷ ଶ୍ରେଷ୍ଠ ହୋଲି ଅର୍ଥାତ୍ ପବିତ୍ର ଏବଂ ହାଇଏଷ୍ଟ ଅର୍ଥାତ୍ ସର୍ବୋଚ୍ଚ ପିଲାମାନଙ୍କୁ ସର୍ବଦା ନିଜକୁ ବାବାଙ୍କ ସମାନ ସର୍ବଶକ୍ତିରେ ସମ୍ପନ୍ନ ମାଷ୍ଟର ସର୍ବଶକ୍ତିବାନ ଅନୁଭବ କରୁଥିବା, ସର୍ବଦା ପ୍ରତ୍ୟେକ ଦୁର୍ବଳତା ଗୁଡ଼ିକ ଠାରୁ ମୁକ୍ତ ହୋଇ ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ମୁକ୍ତିପ୍ରାପ୍ତ କରାଉଥିବା ମୁକ୍ତିଦାତା ପିଲାମାନଙ୍କୁ ସର୍ବଦା ସୋମାନର ସିଟି ଅର୍ଥାତ୍ ଆସନ ଉପରେ ସେଟ୍ ରହୁଥିବା, ସର୍ବଦା ଅମର ଭାବର ବରଦାନର ଅନୁଭବ ସ୍ୱରୂପରେ ରହୁଥିବା, ଏହିଭଳି ଚାରିଆଡ଼ର ଚାହେଁ ସମ୍ମୁଖରେ ବସିଥିବା
ଚାହେଁ ଦୂରରେ ବସିଥିଲେ ମଧ୍ୟ ସ୍ନେହରେ ବୁଡ଼ି ରହିଥିବା ପିଲାମାନଙ୍କୁ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ବା ନିଜର ଉମଙ୍ଗ ଉତ୍ସାହର ତଥା ପୁରୁଷାର୍ଥର ସମାଚାର ପଠାଇଥିବା ପିଲାମାନଙ୍କୁ ବାପ ଦାଦାଙ୍କର ବହୁତ ବହୁତ ପଦ୍ମଗୁଣା ହାର୍ଦ୍ଦିକ ଶୁଭେଚ୍ଛା ସ୍ୱୀକାର କରିବା ହେଉ ଏବଂ ସମସ୍ତ ରାଜଯୋଗୀ ତଥା ରାଜ୍ୟ ଅଧିକାରୀ ପିଲାମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ସୁପ୍ରଭାତ। ଆଜିର ବରଦାନ ସର୍ବଶକ୍ତିବାନ ସତ୍ତା ଅର୍ଥାତ୍ ଅଧିକାରୀ ପଣିଆ ଆଧାରରେ ଆତ୍ମାମାନଙ୍କୁ ମାଲାମାଲ କରୁଥିବା ପୁଣ୍ୟ ଆତ୍ମା ଭବ। ସର୍ବଶକ୍ତିବାନ ସତ୍ତା ଅର୍ଥାତ୍ ଅଧିକାରୀ ପଣିଆ ଆଧାରରେ ଆତ୍ମାମାନଙ୍କୁ ମାଲାମାଲ କରୁଥିବା ପୁଣ୍ୟ ଆତ୍ମା ଭବ। ଡିଟେଲ୍ସ ଯେପରି ଦାନ ପୁଣ୍ୟର ସତ୍ତାଧାରୀ ସକାମୀ ରାଜାମାନଙ୍କ ଭିତରେ ସତ୍ତାର ସମ୍ପୂର୍ଣ୍ଣ ଶକ୍ତି ଥିଲା, ଯାହା ଆଧାରରେ ସେମାନେ ଯାହାକୁ ଯାହା ଇଚ୍ଛା ସେହିଭଳି କରିଦେଇ ପାରୁଥିଲେ, ସେହିପରି ତୁମେ ମହାଦାନୀ ପୁଣ୍ୟ ଆତ୍ମାମାନଙ୍କୁ ସିଧାସଳଖ ବାବାଙ୍କ ଦ୍ୱାରା ପ୍ରକୃତି ଜିତି ମାୟା ଜିତି ହେବାର ବିଶେଷ ସତ୍ତା ମିଳିଛି। ତୁମେମାନେ ନିଜର ଶୁଦ୍ଧ ସଂକଳ୍ପ ଆଧାରରେ ଯେକୌଣସି ଆତ୍ମାର ବାବାଙ୍କ ସହିତ ସମ୍ବନ୍ଧ ଯୋଡ଼ି ତାକୁ ମାଲାମାଲ କରିଦେଇ ପାରିବ। କେବଳ ଏହି ସତ୍ତାକୁ ଯଥାର୍ଥ ରୂପେ ବ୍ୟବହାର କର। ଆଜିର ସ୍ଲୋଗାନ ଯେତେବେଳେ ତୁମେମାନେ ନିଜର ସମ୍ପୂର୍ଣ୍ଣତାର ଅଭିନନ୍ଦନ ଉତ୍ସବ ପାଳନ କରିବ, ସେତେବେଳେ ସମୟ ଏବଂ ମାୟା ଉଭୟ ବିଦାୟ ନେଇଯିବେ। ଯେତେବେଳେ ତୁମେମାନେ ନିଜର ସମ୍ପୂର୍ଣ୍ଣତାର ଅଭିନନ୍ଦନ ଉତ୍ସବ ପାଳନ କରିବ, ସେତେବେଳେ ସମୟ ଏବଂ ମାୟା ଉଭୟ ବିଦାୟ ନେଇଯିବେ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା। ଏବେ ସମ୍ପନ୍ନ ବା କର୍ମାତୀତି ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଯେତେବେଳେ ତୁମର ମନ ବୁଦ୍ଧି କର୍ମରେ ବହୁତ ବ୍ୟସ୍ତ ରହିଥିବ, ସେହି ସମୟରେ ମନକୁ ଫୁଲଷ୍ଟପର ବିନ୍ଦୁ ଲଗାଇବା ପାଇଁ ନିର୍ଦ୍ଦେଶ ଦିଅ। କର୍ମର ସଂକଳ୍ପ ମଧ୍ୟ ଷ୍ଟପ୍ ହୋଇଯାଉ। ଏହି ଅଭ୍ୟାସକୁ ଗୋଟିଏ ସେକେଣ୍ଡ ପାଇଁ ହେଉ ପଛକେ, କିନ୍ତୁ ନିଶ୍ଚିତ କର, କାହିଁକିନା ଅନ୍ତିମ ସାର୍ଟିଫିକେଟ୍ ଗୋଟିଏ ସେକେଣ୍ଡ ଭିତରେ ଫୁଲଷ୍ଟପ୍ ଲଗାଇବା ଉପରେ ହିଁ ପ୍ରାପ୍ତ ହେବ। ତେଣୁ ଗୋଟିଏ ସେକେଣ୍ଡ ଭିତରେ ବିସ୍ତାରକୁ ଏକତ୍ରିତ କରି ସାର ସ୍ୱରୂପ ହୋଇଯାଅ। ଏହି ଅଭ୍ୟାସ ହିଁ ତୁମକୁ କର୍ମାତୀତି କରିଦେବ। ଓମ୍ ଶାନ୍ତି।